ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଅଧ୍ୟକ୍ଷା ଚୌଦ୍ୱାର ପୌର ପରିଷଦ। ଏଇଟା ଗୋଟେ ହାସ୍ୟାସ୍ପଦ କଥା। ଜଣେ ରାଜ୍ୟସଭା ସାଂସଦ ସେ ଯେ ତାଙ୍କ ପ୍ରତିନିଧି ଦେଇଛନ୍ତି ସେଟା ତାଙ୍କ ଇଚ୍ଛା ଉପରେ ନିର୍ଭର କରେ। ସେ ତାଙ୍କ କନଷ୍ଟିଚ୍ୟୁଏନ୍ସି ଭିତରେ ସେ କୋଉଠି କାହାକୁ ଦେବେ କ'ଣ କରିବେ ସେ ତାଙ୍କ ନିଜର ବ୍ୟକ୍ତିଗତ ଇଏ। ସେଥିରେ କିଛି ଆଉ ଗୋଟେ ଅଭିଯୋଗ କରିବାର କିଛି ଗୋଟେ ଇଏ ନାହିଁ, କଥା ନାହିଁ। କିନ୍ତୁ ସେ ଯାହା ଦେଇଛନ୍ତି, ସେ ଯୋଉ କହୁଛନ୍ତି ତାଙ୍କ ବକ୍ତବ୍ୟରେ ଯେ ଏଠି ତାଙ୍କର ଚେୟାରମ୍ୟାନ୍ ଅଛନ୍ତି, ତାଙ୍କର କାଉନସିଲ୍ ଅଛି, ତାଙ୍କର ଭରସା ନାହିଁ ତାଙ୍କ ଚେୟାରମ୍ୟାନ୍ ଉପରେ, ଏକଥା ନୁହଁ। ସେ ଯେହେତୁ ଜଣେ ରାଜ୍ୟସଭା ସାଂସଦ, ତାଙ୍କର ଲ୍ୟାଣ୍ଡ ପ୍ୟାଡ୍ ଗୁଡ଼ାକ ଆସିବ, କାମ ହବ, ସେ ତା ଦେହରେ ସ୍ପଷ୍ଟ ଭାବରେ ସେ ଲେଟରରେ ଲେଖିଛନ୍ତି ବିଭିନ୍ନ ଉନ୍ନୟନମୂଳକ ଡେଭଲପମେଣ୍ଟ ୱାର୍କରେ ମଧ୍ୟ ସେ ଡିସ୍କସନ୍ କରିପାରିବେ ତାଙ୍କ ପ୍ରତିନିଧି। ଯେହେତୁ ସେ ନିର୍ଦ୍ଦିଷ୍ଟ ଏରିଆକୁ ଯାଇପାରୁନି, ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀଟାକୁ ସେ ଫୋକସ୍ରେ ରଖିବାକୁ ଚାହୁଁଛନ୍ତି, ସେଥିପାଇଁ ସେ ଚାହୁଁଛନ୍ତି ତାଙ୍କର ଗୋଟେ ପ୍ରତିନିଧି ଦେବା ପାଇଁ। ସେ ଆଗାମୀ ଦିନରେ ଅନ୍ୟ ଜାଗାରେ ପ୍ରତିନିଧି ଦେବେ କି ନାହିଁ ସେଟା ତାଙ୍କ ଉପରେ ନିର୍ଭର କରେ। ତେଣୁ ସେ ଜଣେ ବୁଦ୍ଧିଜୀବୀ ଆଉ ଜ୍ଞାନୀଗୁଣୀ ଲୋକ ମଧ୍ୟ। ଆଉ ଆମର ଓଡ଼ିଶା ବିଷୟରେ ଯାଇକି ବିଧାନସଭାରେ ଯେଉଁ କଥା ଗୁଡ଼ାକ ଉପସ୍ଥାପନ କରୁଛନ୍ତି ବହୁତ ଉଚ୍ଚ କୋଟିର ମଧ୍ୟ। ତାଙ୍କୁ ମୁଁ ଧନ୍ୟବାଦ ଦେବି। ଯାହା ହଉ ମାନ୍ୟବର ଆମର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ବାଛିଛନ୍ତି। ତାଙ୍କୁ ମୁଁ ବହୁତ ଯୋଗ୍ୟ ଜଣେ ସେ ବ୍ୟକ୍ତିତ୍ୱ। ତେଣୁ ସେଟା ତାଙ୍କର ବ୍ୟକ୍ତିଗତ କଥା, ସେ ତାଙ୍କୁ କାହାର ପ୍ରତିନିଧି ତାଙ୍କର ଦେବେ, କାହାକୁ ଦେବେ ସେଟା ତାଙ୍କ ଉପରେ ନିର୍ଭର କରେ। ନାଇଁ, ଆମର କାଉନସିଲ୍ ମିଟିଂ ଗୋଟେ ଟାଇମ୍ ଲିମିଟ୍ କରାହେଇଥିଲା। ଯେହେତୁ ଆମର SIR ଗ୍ରିଭାନ୍ସ ଚାଲିଥିଲା କାଉନସିଲ୍ ହଲ୍ରେ, ଆମର ସେଗୁଡ଼ା ଚାଲୁଛି ନା ସରକାରଙ୍କ କାର୍ଯ୍ୟକ୍ରମ। ତେଣୁ ତାଙ୍କର ସେଟା ସମୟ ତାଙ୍କ ପାଖରେ ସ୍ୱଳ୍ପ। ଆମର ଏକ୍ଜିକ୍ୟୁଟିଭ୍ ଅଫିସର ମଧ୍ୟ ମନା କରୁଥିଲେ, ମ୍ୟାଡ଼ାମ୍ ଏବେ ମିଟିଂ କରନ୍ତୁନି, ଆମର SIR ସରୁ। କିନ୍ତୁ ଆମର ସମସ୍ତ କାଉନସିଲର ମାନେ କିଛି କାଉନସିଲର ମାନେ ଏକାଠି ହେଇଥିଲେ, ଇଓଙ୍କ ତାଙ୍କ ପାଖରେ ଯାଇକି ଜଣେଇଥିଲେ ଯେ ସାର୍ ଆମକୁ ଟିକେ ଟାଇମ୍ ଦିଅନ୍ତୁ, ଯେହେତୁ ଆମର ଚୌଦ୍ୱାରର କିଛି କଥା ରହିଛି, ସ୍ୱାୟତ୍ତ ଶାସନ ଦିବସ ରହିଛି, ଅଗଷ୍ଟ 15 ରହିଛି, ଆମର ବିଧାନସଭା ଆଗକୁ ପୁଣି ଆରମ୍ଭ ହେଇଯିବ, ମିଟିଂ ହେଇପାରିବ କି ନାହିଁ, ପୁଣି ଆମର ରୂପଯାତ୍ରା ଅଛି, ଇନ୍ଦୁ ପୂର୍ଣ୍ଣିମା ଅଛି। ତେଣୁ ସେ ସମସ୍ୟା ଉପରେ ଆମର ଡିସ୍କସନ୍ ଅଛି, ଆପଣ ଆମକୁ ଟିକେ ଅଳ୍ପ ସମୟ ଦିଅନ୍ତୁ। ସେଟା ଆକ୍ଚୁଆଲି ମିଟିଂଟା ଚେୟାରମ୍ୟାନ୍ ଡାକିଛନ୍ତି। ଅଫିସର କହିଲେ ସେଟା ଚେୟାରମ୍ୟାନ୍ ଯେତେବେଳେ ନିଷ୍ପତ୍ତି ନେଉଛନ୍ତି, ମୁଁ ତାଙ୍କ କଥାକୁ ଇଏ କରିପାରିବି ନାହିଁ। ତେଣୁ ମ୍ୟାଡ଼ାମ୍ ଯଦି ଅଳ୍ପ ସମୟ ଭିତରେ, ଅଧଘଣ୍ଟା ଭିତରେ ମିଟିଂ ସାରିଦେବେ ତାହେଲେ କିଛି ଅସୁବିଧା ଆମର ହେବନି। ତେଣୁ ନିର୍ବାହୀ ଅଧିକାରୀ ମଧ୍ୟ ଥିଲେ ମିଟିଂରେ। ଆମେ ମଧ୍ୟ ଅପେକ୍ଷା କରିଥିଲୁ, ଆମର ବିଧାୟକଙ୍କୁ ଆମେ ମଧ୍ୟ ସମ୍ମାନ ଜଣାଉଛୁ। ଆମେ ଅପେକ୍ଷା କରିଥିଲୁ, ଯେହେତୁ ଆମକୁ ଅଧଘଣ୍ଟାରେ ସାରିବାର ଥିଲା। ସମସ୍ତ କାଉନସିଲର ମଧ୍ୟ ଇନ୍ ଟାଇମ୍ରେ ଆସିଥିଲେ ସମସ୍ତେ। ଆମର କୋରମ୍ ମଧ୍ୟ ହେଇଥିଲା। କୋରମ୍ଠୁ ଆହୁରି ଅଧିକା 13 ଜଣ କାଉନସିଲର ଆମର ଥିଲେ। ଭାଇସ୍ ଚେୟାରମ୍ୟାନ୍ ମଧ୍ୟ ସାଇନ୍ କରିଛନ୍ତି ରେଜିଷ୍ଟର ଯେଉଁ ଆମର ଆଟେଣ୍ଡାନ୍ସ ଖାତାରେ। ଆଉ ଆମର ମିଟିଂଟା ତେଣୁ ସରିଯିବା ଅବସ୍ଥାରେ ଯେତେବେଳେ ନିର୍ବାହୀ ଅଧିକାରୀ କହିଲେ ଯେ ବିଧାୟକ ଫୋନ୍ କରୁଛନ୍ତି, ସେ ତାଙ୍କୁ ରିସିଭ୍ କରିବା ପାଇଁ ଆସିଥିଲେ। କିନ୍ତୁ ବିଧାୟକ ଯେହେତୁ ଭୁବନେଶ୍ୱରରୁ ଆସିଲେ, ତାଙ୍କର ବିଳମ୍ବ ହେଇଛି ଆସିବା। ତେଣୁ ସେଟା ସେ ତ ନିର୍ବାହୀ ଅଧିକାରୀ ଆସିଥିଲେ, ତାଙ୍କୁ ରିସିଭ୍ କରି ଆମେ ମିଟିଂ କରୁଥିଲୁ। ମିଟିଂ ଯଥା ସମୟରେ ସରିଛି। ବିଧାୟକ ଯେହେତୁ ବିଳମ୍ବରେ ଆସିଛନ୍ତି, ତେଣୁ ଆଟେଣ୍ଡ କରିପାରିନାହାନ୍ତି। ସେଟା ଆମେ ଆମ ସମୟରେ ଆମେ ସାରିଛୁ। ସମସ୍ତ କାଉନସିଲର ମାନେ ଆମର ଯେତେକ ଏଜେଣ୍ଡା ଥିଲା ମଧ୍ୟ ଡିସ୍କସନ୍ କରିଛୁ। ସମସ୍ତ କାଉନସିଲର ମଧ୍ୟ ସିଗ୍ନେଚର କରିଛନ୍ତି। ତେଣୁ ଚୌଦ୍ୱାର ଡେଭଲପମେଣ୍ଟରେ କିଛି ବାଧା ସୃଷ୍ଟି ହେବନି। ସାଧାରଣ ଲୋକମାନଙ୍କର କାମ ପାଇଁ ଏ ପ୍ରତିନିଧିମାନେ ଆଜି ବସିଥିଲେ ବୈଠକରେ। ତେଣୁ ସମସ୍ତଙ୍କର ସମର୍ଥନ ରହିଛି। ନିଶ୍ଚିତ ଭାବରେ ଆମେ ଯେତିକି ଦିନ ପର୍ଯ୍ୟନ୍ତ ଆମର କାର୍ଯ୍ୟଧାରା ରହିଛି, ଚୌଦ୍ୱାର ଲୋକଙ୍କର ଭରସା ରହିଛି, ନିଶ୍ଚିତ ଭାବରେ ଆମେ ତାକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବୁ। ଆଗାମୀ ଦିନରେ ଆମର ବହୁତ ଗୁଡ଼ିଏ ଡେଭଲପ୍ କାମ ଗୁଡ଼ାକ ଯେଉଁଗୁଡ଼ାକି ଟେଣ୍ଡର ଅଲରେଡ଼ି ସରିଛି। ବର୍ତ୍ତମାନ ଯେହେତୁ ବର୍ଷା ଦିନ ଚାଲିଛି, ସେ କାମ ଗୁଡ଼ିକ ଆରମ୍ଭ ହେଇପାରୁନି। ଆମର ଦେଖନ୍ତୁ, ଗୋଟେ ମାଗୁରା ଆଉ କ୍ରେମାଟୋରିୟମ୍, ମୁଁ ଆପଣମାନଙ୍କ ମାଧ୍ୟମରେ ଜଣାଇବା ପାଇଁ ଚାହୁଁଛି ଯେ ସେ ମାଗୁରା ଆଉ କ୍ରେମାଟୋରିୟମ୍ ଦୀର୍ଘ ଦିନ ଧରି ସେ କଣ୍ଟ୍ରାକ୍ଟର ଏଜେନ୍ସି ଯିଏ ନେଇଛି 5 ବର୍ଷ ହେଲା ସେ କରୁନାହିଁ। ଆମେ କଲେକ୍ଟରଙ୍କ ଦ୍ୱାରସ୍ଥ ହେଇଥିଲୁ ଏବଂ ପିଡିଙ୍କୁ ମଧ୍ୟ ଆମେ ଜଣେଇଥିଲୁ। ତାଦ୍ୱାରା ପିଡି ମଧ୍ୟ ଇନଷ୍ଟ୍ରକ୍ସନ୍ ଦେଇଥିଲେ ତାକୁ କ୍ୟାନସଲ୍ କରିବା ପାଇଁକା। ତେଣୁ ଆମେ କାଉନସିଲରେ ମଧ୍ୟ ସେଟା ପାସ୍ କରୁଛୁ, ତାକୁ ଶୀଘ୍ର କଳା ତାଲିକାଭୁକ୍ତ କରାଯାଉ ସେ ଏଜେନ୍ସିକୁ। ତାକୁ ବାରମ୍ବାର ସ୍କୋପ୍ ଦେଲା ପରେ ମଧ୍ୟ ସେ କଲେକ୍ଟର ତାକୁ ସ୍କୋପ୍ ଦେଇଛନ୍ତି କି ପିଡି ତାଙ୍କୁ ସ୍କୋପ୍ ଦେଇଛନ୍ତି, ଟାଇମ୍ ଲାଇନ୍ ଦେଇଛନ୍ତି, ସେ ତା ଭିତରେ ମଧ୍ୟ କାମ ସାରିପାରି ନାହାନ୍ତି। ତେଣୁ ଆମେ ସମସ୍ତେ କାଉନସିଲ୍ ତରଫରୁ ଆମେ ସମସ୍ତେ ଯାଇଥିଲୁ, ପିଡିଙ୍କୁ ଜଣେଇଛୁ ଏବଂ କଲେକ୍ଟରଙ୍କୁ ମଧ୍ୟ ଜଣେଇଛୁ। ସେ ଗୋଟେ ତାକୁ
5 दिन टाइम देइथिले से भिତରେ से काम स्टार्ट न कले तार टेंडर कैंसल कराଯିବ। ତାପରେ ଆମେ ନୂଆ ପ୍ରୋସେସରେ ପୁଣି ଆମେ ଏଷ୍ଟିମେଟ୍ କରିକି ଆମେ ଟେଣ୍ଡର କରିବାକୁ ଚେଷ୍ଟା କରିବୁ। ଆଉ ଗୋଟେ ଆମର ଯୋଉଟା ବିରୁପା ପାଖରେ ଯୋଉ ବିଜୁ ପଟ୍ଟନାୟକ ପାର୍କଟି ଅଛି ସେଇଟା ମଧ୍ୟ ଆମର 40 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଟେଣ୍ଡର ହେଇଛି। ସେ କାମ ବି ଶୀଘ୍ର ଆରମ୍ଭ ହେଇଯିବ। ଗୋଟେ ମିନି ଷ୍ଟାଡିୟମ ଆମର ଅଛି ଚୌଦାରରେ 2 ନମ୍ବର ୱାର୍ଡରେ ସେଟା ମଧ୍ୟ ଅଲରେଡି ୱାର୍କ ଅର୍ଡର ଦିଆ ସରିଛି। ଆଉ ଗୋଟେ 17 ନମ୍ବର ୱାର୍ଡରେ ମଧ୍ୟ ଷ୍ଟାଡିୟମଟେ ଆମର ସେଟା ଅଲରେଡି କାମ ଟେଣ୍ଡର ମଧ୍ୟ ସରିଯାଇଛି। ତାର ୱାର୍କ ଅର୍ଡର ମଧ୍ୟ ଦିଆ ସରିଛି। ସେ ବର୍ଷା ଦିନ ପରେ ସେ କାମ ଗୁଡ଼ିକ ଆରମ୍ଭ ହେଇଯିବ। ଆମର ଅର୍ବାନ ହାଟ ମଧ୍ୟ 16 ନମ୍ବର ୱାର୍ଡରେ ସେଟା ଟେଣ୍ଡର ସରିଛି। ଆଉ ଗୋଟେ ଆମର ପୁଣି MSBIର ବଡ଼ ବଡ଼ ପ୍ରୋଜେକ୍ଟ ମଧ୍ୟ ଆସିଛି। ଆମର ନଅରବୁଡ଼ିର ପାର୍କ ମଧ୍ୟ ଅଛି। 7 ନମ୍ବର ୱାର୍ଡରେ ମଧ୍ୟ ପାର୍କ ଅଛି। ବିଭିନ୍ନ ୱାର୍ଡରେ ବହୁତ ଗୁଡ଼ିଏ କୋଟି କୋଟି ଟଙ୍କାର ଡେଭଲପମେଣ୍ଟ ୱାର୍କ ମଧ୍ୟ ରହିଛି। ଗୋଟେ ଗୋଶାଳା ଆମର ଆସିଥିଲା କିନ୍ତୁ ସେଟା ଆମର ଟେଣ୍ଡର ହେଇଥିଲା କିନ୍ତୁ ସେଟାକୁ କ୍ୟାନସଲ କରିବାକୁ ପଡ଼ିଲା। ଗଭର୍ଣ୍ଣମେଣ୍ଟ ପୁଣି ତାକୁ ଡେଭଲପ କରିକି ପୁଣି ଆହୁରି ଅଧିକା ଟଙ୍କା ଯେହେତୁ କରେଇଲେ ତେଣୁ ସେଟା କ୍ୟାନସଲ ହେଇକି ପୁଣି ନୂତନ ଭାବରେ ସେଟା କରାଯିବ। ତେଣୁ ଆମ ପାଖରେ ଯେତିକି ସମୟ ଅଛି ଆମେ ଚୌଦାରବାସୀଙ୍କ ପାଇଁ କାମ କରିବା ପାଇଁ ଆମେ ଚେଷ୍ଟା କରିବୁ। ଏଠି ଡ୍ରେନେଜର ସମସ୍ୟା ଅଛି। ଷ୍ଟର୍ମ ୱାଟର ମ୍ୟାନେଜମେଣ୍ଟ ପାଇଁ ଆମର ଗୋଟେ ଟେଣ୍ଡର ମଧ୍ୟ ହେଇଥିଲା। ସେ ଟେଣ୍ଡରରେ ଯେଉଁ ଆମର ସର୍ଭେ କରାହେଇଥିଲା ସେଟାକୁ ଆମ କାଉନସିଲ ବୈଠକରେ ସେଟା ପ୍ରସ୍ତୁତ କରାହେଇଥିଲା। ସେଟା ମଧ୍ୟ ଆମେ ସମସ୍ତେ ଉଦ୍ବୋଧ କଲୁ ଯେ ସେଟା ଠିକ ଭାବରେ କରାଯାଏ ନାହିଁ। ପୁଣି ତାକୁ ସେଥିପାଇଁ ତାର ପେମେଣ୍ଟ ବାକି ରଖାହେଇଛି। ତେଣୁ ତାକୁ ଆମେ କଲେକ୍ଟରଙ୍କୁ ମଧ୍ୟ ଜଣେଇଥିଲୁ। ମୁଁ ଡ୍ରେନେଜକୁ ମଧ୍ୟ ଯାଇଥିଲି। ସମସ୍ତ ଆମର କାଉନସିଲ ମଧ୍ୟ ମୋ ସାଙ୍ଗରେ ଥିଲେ। ଯେଉଁ ୱାର୍ଡ ଗୁଡ଼ାକରେ ଜଳବନ୍ଦୀରେ ଲୋକ ରହୁଛନ୍ତି ସେଇ ୱାର୍ଡର ଲୋକ କାଉନସିଲର ମାନଙ୍କୁ ନେଇକି ମୁଁ ଡ୍ରେନେଜ ଡିପାର୍ଟମେଣ୍ଟକୁ ଯାଇଥିଲି। ତାଙ୍କର SDO ମଧ୍ୟ ଆସିଥିଲେ। ତାଙ୍କର ଯୋଉଠି ଡ୍ରେନେଜର ଡ୍ରେନ୍ ଗୁଡ଼ାକ ଅଛି ଯୋଉଟାକୁ ଆମ ମ୍ୟୁନିସିପାଲିଟିର ଡ୍ରେନେଜ କନେକ୍ଟ କରୁଛି ସେଗୁଡ଼ା କିଛି ଜାଗାରେ ବ୍ଲକେଜ ହେଇଛି ଯୋଉଟାକି ସେ ଏବେ କହିଛନ୍ତି ତାକୁ ସଫା କରିବା ପାଇଁ। ଯୋଉଟାକି ଆମର ପାଇକରାପୁର ଏରିଆର ଆଉ ସେ ମାନେ ପଞ୍ଚାୟତର କିଛି ଲୋକଙ୍କର ଚାଷ ଜମିରେ ପ୍ରଭାବିତ ହେଉଛି ପାଣି ଗୁଡ଼ିକ। ତେଣୁ ସେଟାକୁ ସେ ସଫା କରିବା ପାଇଁ କହିଛନ୍ତି। ତାକୁ ଆମର ଗୋଟେ ଜଏଣ୍ଟ ଭେରିଫିକେସନ ଆମେ କରିବା ପାଇଁ ଲାଗିଛୁ। ସେଟାକୁ ଆମେ ଅତି ଶୀଘ୍ର କରିବୁ। ଏବଂ ଯେହେତୁ ଆମର ବର୍ତ୍ତମାନ ବର୍ଷା ଦିନ ସମୟରେ ଆମର ଗୋଟେ ଟ୍ରାନ୍ସଫର ହେଇଛି ଗଭର୍ଣ୍ଣମେଣ୍ଟ ଆମର JE 2 ଜଣ ଆଉ MEଙ୍କୁ ଟ୍ରାନ୍ସଫର କରିଛି ସେଇଟା ବି ଆମକୁ ସମସ୍ୟା ହେଉଛି। ଗୋଟେ JE ଆସିଯାଇଛନ୍ତି ଅଲରେଡି। ଆମର ଆଉ ଯୋଉ 2 ଜଣ JE ଆଉ ME ଆସିବାର ଅଛନ୍ତି ସେମାନେ ତାଙ୍କୁ ଯେହେତୁ ବର୍ଷା ଦିନ ସକାଶେ BMCରୁ ରିଲିଫ୍ କରିନାହାନ୍ତି ତେଣୁ ଆମେ ଶୀଘ୍ର ତାକୁ ଚେଷ୍ଟା କରୁଛୁ କେମିତି ସେ ଆମ ଗଭର୍ଣ୍ଣମେଣ୍ଟକୁ ଯାଇକି ସେଟା ଜଣେଇବୁ ସରକାରଙ୍କୁ ଯେ ଏଠି ଆମର ଇମିଡ଼ିଏଟ୍ ଦରକାର ଯେ ସେମାନେ ନ ଆସିଲେ ଆମ କାମ ଗୁଡ଼ିକ ହେଇପାରୁନାହିଁ। ତେଣୁ ଆମେ ସମସ୍ତେ ପ୍ରସ୍ତୁତ ଅଛୁ ଚୌଦାର ଡେଭଲପମେଣ୍ଟ ପାଇଁ। ଜୟ ଜଗନ୍ନାଥ।